18 ବର୍ଷ ବେଳକୁ ଆପଣ ବିବାହ ବିରୁଦ୍ଧରେ ହୋଇଯାଆନ୍ତି, କିନ୍ତୁ 3 ବର୍ଷ ବୟସରେ ଆପଣ ବିବାହ ସପକ୍ଷରେ, ନିଜ ପିତାମାତାଙ୍କ ବିବାହ ସପକ୍ଷରେ। ତେଣୁ ଆପଣ ବିଚାର କରିବା ଉଚିତ ଯେ ଆପଣ ଏପରି ଏକ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି ଯେଉଁଠାରେ ଭାବନାତ୍ମକ ଭାବରେ ସର୍ବଦା କାହାକୁ ଖୋଜିବେ କିମ୍ବା ଏପରି ବନ୍ଦୋବସ୍ତ କରିବେ ଯାହାଦ୍ୱାରା ନିଜର ବୁଦ୍ଧି ଏବଂ ସମୟକୁ ବ୍ୟବହାର କରି ଅନ୍ୟ କିଛି ଗଢ଼ିପାରିବେ। ମୋର ବିଶ୍ୱାସ ଥିଲା ବା ବିଶ୍ୱାସ ଦିଆଯାଇଥିଲା ଗୋଟିଏ ଜୀବନ ଗୋଟିଏ ସାଥୀ, କିନ୍ତୁ ଏବେ ଦେଖିଲା ପରେ ଲାଗୁଛି ଏକ ପତ୍ନୀଙ୍କ ସମ୍ପର୍କ ଆଉ ଅସ୍ତିତ୍ୱରେ ନାହିଁ। ଏହାର ସମ୍ପୂର୍ଣ୍ଣ ଧାରଣା ଚାଲିଯାଇଛି। ଏହି ବିଷୟରେ ଆପଣଙ୍କର ମତ କ'ଣ? ଏ ଯାଇନି, ହୁଏତ ଜେଏନ୍ୟୁରୁ ଚାଲିଯାଇଛି। ବାକି ବିଶ୍ୱରେ ପ୍ରକୃତରେ ଯାଇନାହିଁ। ଏପରିକି ଆମେରିକାରେ ଯେଉଁଠି ସଂଯମତା ନଥିବା ପରି ମନେ ହୁଏ, ସେଠାରେ ମଧ୍ୟ ବିବାହ କଲେ ସେମାନେ ବିଶ୍ୱାସ କରନ୍ତି ଯେ ସାରା ଜୀବନ ପାଇଁ, କିନ୍ତୁ 2 ବର୍ଷ ପରେ ଜୀବନ ସରିଯାଏ। ତା ଆଉ ଗୋଟେ କଥା, କିନ୍ତୁ ବିବାହ ବେଳେ ସେମାନେ ବିଶ୍ୱାସ କରନ୍ତି ଏ ସାରା ଜୀବନ ପାଇଁ। ସେଥିପାଇଁ ସେମାନେ ହୀରା କିଣନ୍ତି, ଭାବନ୍ତି ଯେ ଏହା ଜୀବନ କାଳର ନିବେଶ। ସେମାନେ ସେପରି ଦେଖାନ୍ତି, କିନ୍ତୁ ଦୁର୍ଭାଗ୍ୟର କଥା, ଅନେକ କାରଣରୁ ସମ୍ପର୍କଗୁଡ଼ିକ ଖରାପ ହୋଇଯାଏ। ଆଉ ଏଗୁଡ଼ିକ ଏତେ ସହଜରେ ଖରାପ ହୋଇଯିବାର ଗୋଟିଏ କାରଣ ହେଉଛି ସେମାନେ ଜୀବନରେ ବହୁତ ଡେରିରେ ଭେଟୁଛନ୍ତି। ଦେଖନ୍ତୁ, ଯେତେବେଳେ ଲୋକେ କମ୍ ବୟସରେ ଭେଟୁଥିଲେ ସେମାନଙ୍କ ବ୍ୟକ୍ତିତ୍ୱ କଠୋର ହୋଇନଥିଲା। ଆଗରୁ 17-18 ବେଳକୁ ଭେଟୁଥିଲେ, 2 ଜଣ ଗୋଟିଏ ବ୍ୟକ୍ତିତ୍ୱ ପରି ହୋଇଯାଉଥିଲେ ବହୁତ ସହଜରେ। ଏବେ 30 ବର୍ଷ ବୟସରେ ଦେଖା କରୁଛନ୍ତି, ଏବେ ଉଭୟ କଠୋର ବ୍ୟକ୍ତିତ୍ୱ ହୋଇଯାଇଛନ୍ତି, 2ଟି କଂକ୍ରିଟ ବ୍ଲକ। କିନ୍ତୁ ମୁଁ ଦେଖୁଛି ଯଦି ଶୀଘ୍ର ବିବାହ ହୁଏ ସେମାନେ ଏକାଠି ରହନ୍ତି, ଯଦି 50 ବର୍ଷ ପରେ ବିବାହ କରନ୍ତି ସେମାନେ ଏକାଠି ରହନ୍ତି, କାରଣ ସେମାନେ ଆଉଥରେ ନରମ ହୋଇଯାଇଛନ୍ତି। 30 ଓ 50 ବର୍ଷ ବୟସ ମଧ୍ୟରେ ଏହା ଏକ ପ୍ରକାର କଂକ୍ରିଟ ବ୍ଲକ। ଜାଣିଛନ୍ତି, ଶକ୍ତ ବ୍ୟକ୍ତିତ୍ୱ ଏବେ ଟିକେ ଘର୍ଷଣ ହୋଇଥାଏ। ବୁଦ୍ଧି ଥିଲେ ସେମାନେ ତାର ଆଗକୁ ଯାଇ କିଛି ଉପାୟ ଖୋଜନ୍ତି, ଏକ ପତ୍ନୀବ୍ରତା, ବହୁପତ୍ନୀତ୍ୱ କିମ୍ବା ଯେକୌଣସି ପତ୍ନୀତ୍ୱ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମକୁ ବୁଝିବାକୁ ହେବ ଆମେ ଏଠି ଅଛୁ, ଆପଣ ଏବଂ ମୁଁ ଏଠି ଅଛୁ କାରଣ ଜଣେ ପୁରୁଷ ଓ ଜଣେ ନାରୀ କିଛି ସମୟ ପୂର୍ବରୁ ଏକାଠି ହୋଇଥିଲେ। ହୁଏତ ଆପଣ ଭାବନ୍ତି ଓ ସେମାନେ ପିତାମାତା, ସେମାନେ ଭଲ ପାଆନ୍ତି ନାହିଁ, ଯୌନକ୍ରିୟା କରନ୍ତି ନାହିଁ, କିଛି କରନ୍ତି ନାହିଁ, କେବଳ ଜଣେ ପୂଜାରୀ ଏକ ମନ୍ତ୍ର ଉଚ୍ଚାରଣ କରିଥିଲେ, ସେଥିପାଇଁ ସମ୍ଭବତଃ ଆପଣ ଜନ୍ମ ହୋଇଥିଲେ। ନା, ଏପରି ନୁହେଁ। କାହାର ଏକ ଶାରୀରିକ ଆବଶ୍ୟକତା ଥିଲା, ସେମାନେ ଏହାକୁ ବିବାହ ମାଧ୍ୟମରେ ସମ୍ଭାଳିଲେ ଓ ଆମେ ଏଇଠି ଅଛୁ। 18 ବର୍ଷ ବେଳକୁ ଆପଣ ବିବାହ ବିରୁଦ୍ଧରେ ହୋଇଯାଆନ୍ତି, କିନ୍ତୁ 3 ବର୍ଷ ବୟସରେ ଆପଣ ବିବାହ ସପକ୍ଷରେ, ନିଜ ପିତାମାତାଙ୍କ ବିବାହ। 3 ବର୍ଷ ବୟସରେ ଆପଣ କ'ଣ ଖୁସି ନଥିଲେ ଯେ ଆପଣଙ୍କ ପିତାମାତାଙ୍କର ବିବାହ ସ୍ଥିର ଥିଲା? ହ୍ୟାଲୋ। 18 ବର୍ଷ ବୟସରେ ମୁକ୍ତ ଯୌନ ସମ୍ପର୍କ ଏବଂ ବିବାହ ବିରୁଦ୍ଧରେ ଚିନ୍ତା କରନ୍ତି, କିନ୍ତୁ 50-55 ବେଳକୁ ଏପରି ଏକ ସମ୍ପର୍କ ଖୋଜନ୍ତି ଯାହା ସ୍ଥିର ହୋଇ ରହିବ। ତେଣୁ ଏହା ଆପଣଙ୍କ ପାଇଁ ବିଚାର କରିବାର ବିଷୟ, କାରଣ ଏହା ଆପଣଙ୍କ ଜୀବନ। ବିଚାର କରିବାକୁ ହେବ ଯେ ଆପଣ କେଉଁ ପ୍ରକାର ଜୀବନ ବିତାଇବାକୁ ଚାହୁଁଛନ୍ତି। ଏପରି ଜୀବନ ଯେଉଁଠି ଆପଣ ଆବେଗର ସ୍ତରରେ ସବୁବେଳେ କାହାରିକୁ ଖୋଜୁଥିବେ, ନା ଏହାକୁ ବ୍ୟବସ୍ଥିତ କରିବେ ଯାହାଦ୍ୱାରା ନିଜର ବୁଦ୍ଧି ଓ ସମୟକୁ ଅନ୍ୟ କିଛି ଗଢ଼ିବାରେ ବ୍ୟବହାର କରିବେ। ଆପଣଙ୍କ ଗବେଷଣା, ଆପଣଙ୍କ କାର୍ଯ୍ୟ କିମ୍ବା ଯାହା କିଛି ଆପଣ କରୁଛନ୍ତି, ଯଦି ଆବେଗ ଓ ଶରୀର ସ୍ଥିର ହୋଇଯାଏ, ପ୍ରକୃତରେ ଆପଣଙ୍କ ବୁଦ୍ଧି ବ୍ୟବହାର କରିବାର କ୍ଷମତା ବହୁତ ଭଲ ହେବ। ନହେଲେ ପ୍ରତିଦିନ ଆପଣଙ୍କୁ କାହାକୁ ନା କାହାକୁ ଖୋଜିବା ପାଇଁ ବୁଲିବାକୁ ପଡ଼ିବ। ନା, ମୁଁ ୟାକୁ ମନରୁ ଗଢ଼ୁନି, କାରଣ ମୋତେ ଆମେରିକାରେ ଖରାପ ଲାଗେ। ମୋ ଜଣାଶୁଣା ଲୋକେ, ଜାଣିଛନ୍ତି, ହଜାର ହଜାର ଲୋକ ମୋ ସହିତ ଜଡ଼ିତ। 40-45 ବର୍ଷର ଲୋକେ, ମହିଳାମାନେ, ମୁଁ କହୁଛି ବଢ଼ିଆ ଲୋକ, କିନ୍ତୁ ସମସ୍ତେ ଏମିତି। ଏବେ ତ ଅନଲାଇନ୍, ନହେଲେ ବାରରେ ବସି ଅପେକ୍ଷା କରନ୍ତି ଆଜି ତାଙ୍କୁ କିଏ ନେଇକି ଯିବ। ଏହା ଏକ ଦୁର୍ଦ୍ଦଶା। It's terrible. Tinder generation. I'm sorry? Tinder generation. ଯାହା ବି ନାଁ ଦିଅନ୍ତୁ, ଜଣେ 45 ବର୍ଷର ମହିଳାଙ୍କୁ ଏକ ଉପଯୁକ୍ତ ପରିବେଶରେ ଭଲ ପାଇବା ଆଉ ସମ୍ମାନ ମିଳିବା କଥା। ଏବେ ସେ ଗୋଟେ ଅଜଣା ପୁରୁଷକୁ ଅପେକ୍ଷା କରିଛନ୍ତି, ଆଉ ସେ ତାଙ୍କ ପାଇଁ ଗୋଟେ ଡ୍ରିଙ୍କ କି ଖାଇବା ମଗେଇଦେଲେ 10 ମିନିଟ୍ ଭିତରେ ନିର୍ଣ୍ଣୟ କରିବେ। କେତେ ଦୁଃଖର କଥା।
ତା ଅର୍ଥ ନୁହେଁ ଯେ ସମସ୍ତେ ସେ ବାଟରେ ଯିବେ, କିନ୍ତୁ ଆପଣ ବୃହତ୍ତର କଲ୍ୟାଣ ବିଷୟରେ ଭାବନ୍ତୁ। ସାମାଜିକ ଢାଞ୍ଚାଟିଏ ଭାଙ୍ଗିବା ପୂର୍ବରୁ ଭାବିବା କଥା ଯେ ଆମେ ତାଠୁ ଭଲ ଢାଞ୍ଚାଟିଏ କରିବା କି? ଆମ ଜୀବନର ଯେକୌଣସି ମୁହୂର୍ତ୍ତରେ ସମସ୍ତେ ବୁଝନ୍ତୁ ଏକଥା, ସାମାଜିକ ଢାଞ୍ଚା ହେଉ କି ରାଜନୈତିକ ବା ସମାଜର ମାନସିକ ବ୍ୟବସ୍ଥା ହେଉ, ଯାହା ବି, ଆମେ ଏହାକୁ ଭାଙ୍ଗିବା ପୂର୍ବରୁ ତାଠୁ ଭଲ ବ୍ୟବସ୍ଥାଟେ ଅଛି କି ନାହିଁ ଦେଖିବା କଥା। ବିକଳ୍ପ ବ୍ୟବସ୍ଥା ବିନା ଯଦି ଆପଣ ଏବେର ଜିନିଷକୁ ଭାଙ୍ଗନ୍ତି, ଯାହା ଠିକ୍ ଠାକ୍ ଅଛି, ତେବେ ଏହା ବିକୃତ ହୋଇଯିବ।